ସୁପ୍ରଭାତମ୍ ପିଲାମାନେ। ପିଲାମାନେ କେମିତି ଅଛ? ଭଲ? ଠିକ୍ ଅଛି ପିଲାମାନେ, ଆଜି ଆମ କାଳାଂଶରେ ଆମେ କଣ ପଢିବା ଆଜି ଟିକେ ଆଲୋଚନା କରିବା। ତା ପୂର୍ବରୁ ମୁଁ ତମକୁ ଗୋଟେ କଥା କହି ରଖିବି। ଆଜି ତମକୁ ଗୀତ ଶୁଣିବାକୁ ଭଲ ଲାଗୁଛି ନା ଗପ ଶୁଣିବାକୁ? ଗପ ନା? ଆରେ ଚିନ୍ମୟୀ ସବୁବେଳେ ଗପ ଶୁଣିବା ପାଇଁ ଭଲ ପାଉ। ଗପ ତତେ କିଛି ମୋରାଲ ମିଳେ ନା? ବହୁତ ଭଲ କଥା। ସବୁବେଳେ କିଛି କିଛି ନୈତିକ ଶିକ୍ଷା ଆମେ ଗପରୁ ପାଉଛେ। ତାହେଲେ ପିଲାମାନେ ସେ ଗପଟି ମୁଁ କହୁଛି ଟିକେ ମନ ଧ୍ୟାନ ଦେଇ ଶୁଣ। ଗୋଟେ ରାଜ୍ୟରେ ରାଜା ତାଙ୍କର ପ୍ରଜାମାନଙ୍କୁ ନେଇ ଅତି ସୁନ୍ଦର ଭାବରେ ରାଜକାର୍ଯ୍ୟ ପରିଚାଳନା କରୁଥିଲେ। ହଠାତ୍ ଦିନେ ପ୍ରଜାମାନେ ରାତିରେ ଶୁଣିବାକୁ ପାଇଲେ ତାଙ୍କୁ ଏକ ଆକାଶବାଣୀ ହୋଇଛି ଯେ ଏ ବର୍ଷ ବର୍ଷା ହେବ ନାହିଁ। ତେଣୁ ସେମାନଙ୍କ ମନରେ ଭାଳେଣି ପଡିଗଲା। ସେମାନେ ଦୁଃଖ ପ୍ରକାଶ କଲେ, ଆରେ ଯଦି ବର୍ଷା ନ ହବ ତାହେଲେ ମରୁଡି ଦେଖାଯିବ, ଆଉ ମରୁଡି ହୋଇଗଲେ ଆମେ ଖାଦ୍ୟ ପାଇପାରିବା ନାହିଁ। ତେଣୁ ଦୁଃଖ ପ୍ରକାଶ କରି ରାତି ବିତାଇଲେ। ସକାଳ ହେବା କ୍ଷଣି ସେ ତତ୍କ୍ଷଣାତ୍ ବାହାରିଗଲେ ରାଜାଙ୍କ ଉଆସକୁ। ରାଜାଙ୍କ ପାଖରେ ଯାଇ ପହଞ୍ଚିଲେ। ରାଜା ସେମାନଙ୍କ ମନର ବିଷାଦକୁ ଦେଖି ପଚାରିଲେ, ଆରେ ତୁମେମାନେ ଏତେ ଦୁଃଖିତ କାହିଁକି? ପ୍ରଜାମାନେ କହିଲେ, ହେ ରାଜନ୍, ଆମେ ଗତ ରାତିରେ ଶୁଣିବାକୁ ପାଇଲୁ ଯେ ଏ ବର୍ଷ ବର୍ଷା ହେବ ନାହିଁ। ରାଜା ତାଙ୍କୁ ସାନ୍ତ୍ୱନା ଦେଇ ବୁଝାଇଦେଲେ, ଆରେ ତୁମେ ସେଥିପାଇଁ ଦୁଃଖ ପ୍ରକାଶ କରୁଛ? ଦୁଃଖ କର ନାହିଁ। ଯେଉଁ ଧରଣୀ ମା ତୁମକୁ ଧରାପୃଷ୍ଠରେ ଲାଳନ ପାଳନ କରିକି ରଖିଛି ସେ କେବେ ହେଲେ ତୁମକୁ କଷ୍ଟ ଦେବ ନାହିଁ। ଆମେ ଜାଣିଛୁ ପ୍ରାଚୀନ କାଳରୁ ଏଯାବତ୍ ପୁରାଣରେ ମଧ୍ୟ ବର୍ଣ୍ଣିତ ଅଛି, ମା କେବେ ହେଲେ କାହାକୁ କଷ୍ଟ ଦିଏ ନାହିଁ। ଏ ପୃଥିବୀରେ ନିଶ୍ଚୟ ବର୍ଷା ହେବ, ଧରଣୀ ଶସ୍ୟ ଶ୍ୟାମଳା ହେବ, ଆଉ ସମସ୍ତେ ଆମ ଦେଶର ସମସ୍ତ ସନ୍ତାନ ସୁଖରେ ଶାନ୍ତିରେ ଜୀବନ ଅତିବାହିତ କରିବେ ଏବଂ ନିର୍ଭୀକ ଭାବରେ ଆମେ ସମସ୍ତେ ସେଇ ତାରି କୂଳରେ ବସବାସ କରିବା। ତେଣୁ ସେଥିପାଇଁ ଆମକୁ କଣ କରିବାକୁ ପଡିବ? ଆମ ପରିବେଶକୁ ସୁନ୍ଦର ରଖିବାକୁ ପଡିବ। ପରିବେଶ ଯେତେ ସୁନ୍ଦର ସୁସ୍ଥ ରହିବ ଆମେ ସେତେ ସୁସ୍ଥ ଓ ସୁନ୍ଦର ରହିବା ଏବଂ ଧରଣୀ ରାଣୀ ମଧ୍ୟ ହସି ଉଠିବ। ତେଣୁ ପରିବେଶକୁ ସୁସ୍ଥ ରଖିବାକୁ ହେଲେ ଆମର ଜଳବାୟୁକୁ ମଧ୍ୟ ସୁସ୍ଥ ରଖିବାକୁ ପଡିବ। ତେଣୁ ପିଲାମାନେ ଆମେ ଆମର ଏଇ ଜଳବାୟୁ ବିଷୟରେ ଆଜି ପଢିବା, ଜାଣିବା। ଏ ଜଳବାୟୁ କିପରି ପରିବର୍ତ୍ତନ ହେଉଛି, ପରିବେଶର ପରିବର୍ତ୍ତନରେ ଜଳବାୟୁର ପରିବର୍ତ୍ତନ ହେଉଛି। ତେଣୁ ତା ବିଷୟରେ ଆମେ ଜାଣିବା। ଆମେ ତାକୁ ଜାଣିଲେ ଆମ ପରିବେଶକୁ ସୁସ୍ଥ ରଖିବା, ଆଉ ପରିବେଶ ସୁସ୍ଥ ରହିଲେ ଏଇ ଜଳବାୟୁ, ତାର ପାଣିପାଗ, ତାର ଋତୁଚକ୍ର ପରିବର୍ତ୍ତନ କିପରି ହଉଛି ଜାଣିବା। ହେଲା? ଠିକ ଅଛି ପିଲାମାନେ, ଏବେ ଆମେ ଜାଣୁଥିଲେ ଯେ ପରିବେଶ ଉପରେ ଆମର ଜଳବାୟୁର କଣ ପ୍ରଭାବ ପଡୁଛି। ପରିବେଶ ଯଦି ସୁସ୍ଥ ରୁହେ, ସୁନ୍ଦର ରୁହେ, ତାହେଲେ ଜଳବାୟୁର ପରିବର୍ତ୍ତନରେ ମଧ୍ୟ ସୁନ୍ଦରତା ଆସିବ। ତାହେଲେ ଦେଖିଲ ପିଲାମାନେ, ବର୍ତ୍ତମାନ କେଉଁ ଋତୁ ଚାଲିଛି ନା ଗ୍ରୀଷ୍ମ ଋତୁ ଚାଲିଛି। ଯେତେବେଳେ ଗ୍ରୀଷ୍ମ ଋତୁରେ ଆମେ କଣ ଅନୁଭବ କରୁଛେ? ହଁ, ଏଇ ଛବିଟା ଦେଖିଲ, ଏଇ ପିକ୍ଚର ଭିତରେ ଆମର ଅଛି ନା? କହିଲୁ ବାବା ରାଜା। ଗ୍ରୀଷ୍ମ ଋତୁରେ ଅତ୍ୟଧିକ ଉତ୍ତାପ ହଉଛି। ଆଉ କଣ ଦେଖାଯାଏ ଦେଖିଲ? ଆରେ ମୁନା ତୁ କହିଲୁ। ଜଳ ସଙ୍କଟ। ଆରେ ଭେରି ଗୁଡ। ତାପରେ ମରୁଭୂମିକରଣ ମଧ୍ୟ ନା, ଗ୍ରୀଷ୍ମ ଋତୁରେ ଅନେକ ଜାଗାରେ ମରୁଭୂମି ମଧ୍ୟ ଦେଖାଯାଏ। ଆଉ କଣ ହୁଏ? ପ୍ରାୟ ଅନେକ ଜାଗାରେ ବଣରେ ମଧ୍ୟ ନିଆଁ ଲାଗିଥାଏ। ଆଉ ଏଇ ଗ୍ରୀଷ୍ମ ଋତୁରେ ମଧ୍ୟ ହଠାତ୍ କାଳବୈଶାଖୀର ଆଗମନ ହେଲେ କଣ ହୁଏ ନା, ଝଡ ଏବଂ କୁଆପଥର ମାଡ ମଧ୍ୟ ହୋଇଥାଏ। ଆଉ କଣ ହୁଏ ନା ପିଲାମାନେ, ଏଇ ପରିବେଶରେ ମଧ୍ୟ ଯୋଉ ଜଳବାୟୁ ପରିବର୍ତ୍ତନ ଯୋଗୁ ଜଳବାୟୁରେ ପ୍ରାୟ ପ୍ରବାସୀ ମାନେ ବା ବିଦେଶୀ, ପ୍ରବାସୀ ଅର୍ଥ ହେଲା ବିଦେଶୀ, ମାନେ ଯୋଉମାନେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ସ୍ଥାନାନ୍ତରିତ ହୋଇଥାନ୍ତି, ସେ ପ୍ରବାସୀ ମାନେ ପ୍ରାୟ ଜଳବାୟୁ ଅନୁସାରେ ଗୋଟିଏ ସ୍ଥାନରେ ରହି ପୁନଃ ଜଳବାୟୁ ପରିବର୍ତ୍ତନ ହେଲେ ଅନ୍ୟତ୍ର ଚାଲିଯାଆନ୍ତି। ସେମାନଙ୍କର ମଧ୍ୟ ପରିବର୍ତ୍ତନ ଦେଖାଯାଏ। ଆଉ ଯେତେବେଳେ ପରିବେଶ ପ୍ରଦୂଷିତ ହୋଇଯାଏ, ଖରାପ ବାୟୁ ପ୍ରବାହିତ ହୁଏ, ଆଉ ଖରାପ ବାୟୁ ପ୍ରବାହିତ ହେଲେ ଆମ ଉପରେ ସେଇ ପ୍ରଭାବ ପଡିଥାଏ। ଆଉ କଣ ହୁଏ ନା, ଏହି ସମୟରେ ମଧ୍ୟ ଜୈବ ବିବିଧତାର କ୍ଷୟ ହୁଏ ଏବଂ ଯେତେବେଳେ ଋତୁ ପରିବର୍ତ୍ତନ ହଉଛି ସେ ସମୟରେ ମଧ୍ୟ ଗ୍ରୀଷ୍ମ ପରେ ବର୍ଷା ଯେତେବେଳେ ଆଗମନ ହଉଛି, ବର୍ଷା ଯେତେବେଳେ ଅତ୍ୟଧିକ ବର୍ଷା ହଉଛି, ବନ୍ୟା ମଧ୍ୟ ବନ୍ୟାର ରୂପ ଦେଖାଯାଉଛି। ଆଉ ବନ୍ୟା ହେଲା ମାନେ ସମୁଦ୍ର ପତନ ବୃଦ୍ଧି ଘଟୁଛି। ଏଭଳି ଅନେକ ପରିବର୍ତ୍ତନ ମଧ୍ୟ ଜଳବାୟୁ ଉପରେ ଦେଖାଯାଉଛି। କାହିଁକି ନା ପରିବେଶର ପରିବର୍ତ୍ତନ ହେଲେ ଜଳବାୟୁର ଅବସ୍ଥା ମଧ୍ୟ ପରିବର୍ତ୍ତନ ହୋଇଥାଏ। ତେଣୁ ଆମେ ଆମ ପରିବେଶକୁ ସଦାସର୍ବଦା ସୁସ୍ଥ ସୁନ୍ଦର ରଖିବା ପାଇଁ ଚେଷ୍ଟା କରିବା। ତାହେଲେ ତା ପୂର୍ବରୁ ଆମକୁ ଜାଣିବାକୁ ପଡିବ ଯେ ପରିବେଶକୁ ସୁସ୍ଥ ରଖିବା ପାଇଁ ହେଲେ ଆମକୁ କଣ କରିବାକୁ ପଡିବ ନା, ଆମ ପାଗ ବିଷୟରେ ଜାଣିବାକୁ ପଡିବ। କାହିଁକି ନା ପିଲାମାନେ, ଏବେ କୋଉ ପାଗ ଚାଲିଛି ଦେଖ। ଆଜି ସକାଳେ ମୁଁ ଅନୁଭବ କରୁଥିଲି ହଠାତ୍ ମେଘୁଆ ପାଗ ହେଇଛି, ତାପରେ ଆସିଲା ବେଳକୁ ଜାଣିଲି ଯେ ଖରା କଣ ଏତେ ଜୋରେ ମାଡି ଆସିଲାଣି। ତାହେଲେ ପିଲେ, ପାଗ କହିଲେ କଣ ବୁଝ ଜାଣିଛ? ପାଗ ହେଉଛି କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ବାୟୁମଣ୍ଡଳର ଅବସ୍ଥାକୁ ପାଗ କୁହାଯାଏ, ଯାହା ସର୍ବଦା ପରିବର୍ତ୍ତନଶୀଳ। ପାଗ କେବେଳେ ଚିରସ୍ଥାୟୀ ନୁହେଁ, ପାଗ ସର୍ବଦା ପରିବର୍ତ୍ତନଶୀଳ।
ସେ ସକାଳ ସମୟରେ ଗୋଟେ ରୂପ ଦେଇଥାଏ, ମଧ୍ୟାହ୍ନ ସମୟରେ, ରାତିରେ, ସନ୍ଧ୍ୟାବେଳେ ଏଭଳି ଭିନ୍ନ ଭିନ୍ନ ରୂପରେ ଆମର ପାଗ ଦେଖାଯାଇଥାଏ। ଦେଖ, ଏବେ ଖରାଦିନ ହେଲେ ବି ହଠାତ୍ ବେଳେ ବେଳେ ବର୍ଷା ହେଇଯାଉଛି, ପବନ ବହୁଛି, ଥଣ୍ଡା ବି ଲାଗୁଛି, କୋହଲିଆ ପବନ ବହୁଛି, ଶୀତ ସମୟ ଶୀତ ଅନୁଭୂତ ହେଉଛି ଏବଂ ବେଳେ ବେଳେ ଏତେ ଗରମ ଲାଗୁଛି ଯେ ଥଣ୍ଡା ପାଣି ନ ପିଇଲେ ଆମେ ରହିପାରୁନାହୁଁ ନା। ତେଣୁ ପାଗର ପରିବର୍ତ୍ତନ ସର୍ବଦା ପରିବର୍ତ୍ତନଶୀଳ। ଏଣୁ ତାର ଦ୍ରଷ୍ଟବ୍ୟ ଉପରେ କୁହାଗଲା, ଆମେ ଅନେକ ସମୟରେ ପାଗ ବିଷୟରେ କହିବାକୁ ଯାଇ ଜଳବାୟୁ ଶବ୍ଦର ମଧ୍ୟ ବ୍ୟବହାର କରିଥାଉ, କିନ୍ତୁ ପାଗ ଯାହା ଜଳବାୟୁ ସେୟା ନୁହେଁ। ଏହା ସମ୍ପୂର୍ଣ୍ଣ ଭୁଲ। ତେଣୁ ପାଗ କହିଲେ ତୁମେ ମାନେ ଜାଣିଲ, ପାଗ କହିଲେ ଖରା, ବର୍ଷା, ଶୀତ, କାକର ଏଇ ସବୁକୁ ପାଗ ବୁଝାଏ, କିନ୍ତୁ ଜଳବାୟୁ ତାର ଭିନ୍ନ ଅଟେ। ତେଣୁ କେବେ ହେଲେ କହିବନି ପାଗ ଯାହା ଜଳବାୟୁ ସେୟା ବୋଲି। ତମକୁ ଯଦି କିଏ ପଚାରନ୍ତି ବୋଇଲେ ପାଗ କଣ ଆଉ ଜଳବାୟୁ କଣ, ତୁମେ ତାଙ୍କୁ ବୁଝେଇଦବ। ତାହେଲେ ପାଗ ଜାଣିଲା ବେଳେ ତମେ ପାଗର ଅବସ୍ଥା ମଧ୍ୟ ଜାଣିବା ଦରକାର। ପାଗର ଅବସ୍ଥା ତମେ ଏବେ କହିପାରିବ, ଏବେ କୋଉ ସମୟ ଚାଲିଛି, ଗରମ ନା। ତ ଗରମ ସମୟରେ ତମକୁ କଣ ଅନୁଭବ ହୁଏ, ସୂର୍ଯ୍ୟଙ୍କର ଉତ୍ତାପ କିରଣ ପଡିଥାଏ, ତେଣୁ ଧରାପୃଷ୍ଠ ପୁରା ଅତ୍ୟଧିକ ଗରମ ହେଇଯାଏ। ତାପରେ ବେଳେ ବେଳେ ରାତିରେ ଆମେ ମେଘାଚ୍ଛନ୍ନ ହେଲେ ଆକାଶ ମେଘୁଆ ଦେଖାଯାଏ। ଏଇ ଖରା ଦିନେ ଆମର କଣ ହୁଏ, ପାଗ ବି ଶୁଷ୍କ ହେଇଯାଏ, ଅନେକ ଜାଗାରେ ମରୁଭୂମି ଦେଖାଯାଏ। ଆଉ ବର୍ଷା ସମୟରେ ଦେଖ ହଠାତ୍ କେମିତି ପାଗ ପରିବର୍ତ୍ତନ ହେଇଗଲେ ବର୍ଷା ହଉଛି, ବର୍ଷା ସମୟରେ ଲୋକମାନେ ଓଦା ନହେବା ପାଇଁ ଛତାର ବ୍ୟବହାର କରୁଛନ୍ତି। ଆଉ ଦେଖ ଏପଟେ ଅଛି ଗୋଟେ ଖରା ଦିନିଆ ସମୟରେ କଣ ହଉଛି, ସୂର୍ଯ୍ୟଙ୍କ କିରଣ ପଡୁଛି, ଆଉ ବେଳେ ବେଳେ ଧରାପୃଷ୍ଠ ମଧ୍ୟ ଗୋଟେ ଗୋଟେ ଜାଗାରେ ସ୍ଥିର ହଉଛି, ନହେଲେ ସୂର୍ଯ୍ୟଙ୍କ କିରଣ ପଡିକି ଲୋକ ଝାଳରେ ପୁରା ବୁଡି ଯାଉଛନ୍ତି। ଆଉ ପଥିକ ଭାଇମାନେ ଯାଇ ଗଛ ତଳେ ଆଶ୍ରୟ ନେଉଛନ୍ତି। ଆଉ ଆମେ ରାତି ସମୟରେ ଦେଖିଥିବା କୁହୁଡି ଅନୁଭବ ହଉଥିବ, ତମେ ଜାଣିଥିବ ଶୀତ ସମୟରେ କୁହୁଡି ପଡେ, ଏବେ ବି କୁହୁଡି ପଡିକି ଆମ୍ବ ସବୁ ବଉଳ ଗୁଡିକ ସବୁ କଣ ହଉଛି, ପୁରା ଯାଉ ଯାଉ ହେଇଯାଇକି କଳା କଳା ପଡିକି ସବୁ ପଡିଯାଉଛି। ତେଣୁ ବେଶୀ ଆମ୍ବ ମଧ୍ୟ ଦେଖାଯାଉ ନାହିଁ ଗଛ ମାନଙ୍କରେ। ଆଉ ହଠାତ୍ ଝଡ ତୋଫାନ ଆସିଲେ ପବନ ବହୁଛି ଏବଂ ସେ ପବନର ଗଛରେ ଏତେ ପତ୍ର ନେଇଯାଉଛନ୍ତି, ଯେମିତି ଖଣ୍ଡିଆ ଭୂତ ଆସିଲେ ଧରାପୃଷ୍ଠରୁ କଣ ହୁଏ, ପତ୍ର ସହିତ ମାଟି ଧୂଳି ପୁରା ଉଡେଇକି ନେଇଯାଏ, ସେଇଭଳି ମଧ୍ୟ ଅନୁଭୂତ ହୁଏ। ଆଉ ବର୍ଷା ଦିନ ଯେତେବେଳେ ଆସେ, ଆମେ ସମସ୍ତେ ଘରୁ ବାହାରିଲା ବେଳେ ରେନିକୋଟ, ଛତା, ଆଉ କେହି କେହି ବର୍ଷାତି ବୋଲି କୁହାଯାଏ ରେନିକୋଟକୁ। ଆଉ କଣ ହୁଏ ନା, ଆମେ କୁଲା ନେଇକି ମଧ୍ୟ କେହି କେହି ଘରୁ ବାହାରକୁ ଚାଲିଯାଆନ୍ତି, ତମେ ଜାଣିଥିବ ଗାଁ ଗହଳିରେ। ଆଉ ଆର୍ଦ୍ର ସେ ସମୟରେ ବର୍ଷା ହେଲା ପରେ ଆର୍ଦ୍ରତା ମାନେ ଓଦାଳିଆ ହେଇଯାଏ ମାଟି ଧରାପୃଷ୍ଠ। ଆଉ ତାପରେ ପରେ କଣ ହୁଏ ନା, ଆକାଶ ଶାନ୍ତ ହେଇଯାଏ, ଆଉ ପକ୍ଷୀମାନେ ନିଜ ନିଜ ବସାକୁ ଫେରି ଯାଆନ୍ତି, ଆଉ ଧରାପୃଷ୍ଠ ପୁରା ନିର୍ମଳ ସ୍ୱଚ୍ଛ ହେଇଯାଏ। ଦେଖ ସ୍ୱଚ୍ଛ ବି ଅଛି, କେତେ ସୁନ୍ଦର ଏ ପରିବେଶ, କେତେ ନିର୍ମଳ ଦିଶୁଛି। ଆଉ ଶୀତ ଦିନେ ବରଫ ପଡିଲେ ବରଫାଚ୍ଛନ୍ନ ହେଇଯାଏ, ଯାହାକି ଆମ ଓଡିଶାରେ ମଧ୍ୟ ଆମେ ଅନୁଭୂତ ହୋଇଛି। ଓଡିଶାରେ ବରଫ କେଉଁଠାରେ ପଡେ ଜାଣିଛ ପିଲାମାନେ? ଓଡିଶାରେ ଆମର ଯୋଉ ଅଛି ଫୁଲବାଣୀର ଦାରିଙ୍ଗବାଡି ଠାରେ ବରଫାଚ୍ଛନ୍ନ ହୁଏ। ଆଉ ସେଥିପାଇଁ ସେ ଓଡିଶାର କାଶ୍ମୀର ବୋଲି ମଧ୍ୟ ତାକୁ କୁହାଯାଏ। ତେଣୁ ଏଇ ପାଗ ବିଷୟରେ ଜାଣିଲ, ଏବେ ଜଳବାୟୁ ବିଷୟରେ ଆମେ ଜାଣିବା। ଜଳବାୟୁ କହିଲେ କଣ ବୁଝ ନା, ଜଳବାୟୁ କହିଲେ ସାଧାରଣତଃ କୌଣସି ଅଞ୍ଚଳର ବହୁ ବର୍ଷ ଧରି ବା ପ୍ରାୟ 30 ବର୍ଷ ଠାରୁ ଅଧିକ ବା ତାଠାରୁ ମଧ୍ୟ ଅଧିକ ସମୟକୁ ସେଇ ପାଗର ହାରାହାରି ଅବସ୍ଥାକୁ ଆମେ ଜଳବାୟୁ ବୋଲି କୁହାଯାଇଥାଏ। ଦେଖ ଏବେ ପ୍ରଥମ ଚିତ୍ରରେ କଣ ଅଛି, ଏ ଜଳବାୟୁ ତମକୁ ଦେଖିଲ କେମିତି ଲାଗୁଛି, ସ୍ୱଚ୍ଛ ଅଛି, ନିର୍ମଳ ଅଛି, ଆକାଶରେ ସୂର୍ଯ୍ୟଙ୍କ କିରଣ ମଧ୍ୟ ପଡିଛି, କିନ୍ତୁ ଆ ମେଘାଚ୍ଛନ୍ନ ମଧ୍ୟ ଦେଖାଯାଉଛି। ଯୋଉ ବାଦଲ ଗୁଡିକ ସବୁ ଚଲା ଚାଲି ଚାଲି ଯାଉଛନ୍ତି ଏମିତି ଲାଗୁଛି। ଆଉ ସମୁଦ୍ର କୂଳ ନଦୀ କୂଳରେ କେମିତି ଛତାରେ ପଡିଛି, ଖରା ହେଉଛି ବୋଲି ଲୋକମାନେ ପଥିକ ମାନେ ବସିବା ପାଇଁ ସମୁଦ୍ରରେ ଗାଧଉଛନ୍ତି। ଏପଟେ କେମିତି ଦେଖ ପରିବର୍ତ୍ତନ, କେମିତି ଦେଖ ଏପଟେ ଜଳବାୟୁ ବର୍ଷାର ଚିତ୍ର ଦେଖାଯାଇଛି, ଲୋକମାନେ ଛତା ନେଇକି ରାସ୍ତାରେ ଯାତାୟାତ କରୁଛନ୍ତି। ଦେଖ 3 ନମ୍ବର ଚିତ୍ରରେ କେମିତି ଅଛି, ଆକାଶରେ ବରଫାଚ୍ଛନ୍ନ ହେଇକି ରହିଛି, ଚତୁଃପାର୍ଶ୍ୱ ପୁରା ଘର ଗୁଡିକ ସବୁ ବରଫରେ ବୁଡିକି ରହିଛନ୍ତି। ଏଇ ବରଫାଚ୍ଛନ୍ନ ରେ ପ୍ରାୟ ଲୋକମାନେ କଣ କରନ୍ତି, ଶୀତ ଦିନେ ପରିଭ୍ରମଣ କରିବାକୁ ଯାଇଥାନ୍ତି। ଶୀତ ଦିନେ ସବୁ ବରଫ ଆଚ୍ଛାଦିତ ସବୁ କୋଟ ପିନ୍ଧିକି ମଧ୍ୟ ସେ ବରଫରେ ଚାଲିଥାନ୍ତି। ତମେ ବଡ ହେଲେ ଯିବ ଦେଖିବ। ଆଉ ତା ଦେଖ ଚତୁର୍ଥ ଚିତ୍ରରେ କଣ ରହିଛି ନା, ବସନ୍ତ ସମୟରେ ପ୍ରାୟ ଗଛ ମାନଙ୍କରେ ପୁରା ପୁଷ୍ପରେ ଗଛ ଭରପୁର ହେଇକି ରହିଛି। ଯେମିତି କି ତମେ ଇଂଲିଶରେ ମଧ୍ୟ ପଢିଛ, ତମର ଥିଲା ଚେରି ଗୋଟେ ଚାପ୍ଟର, ସେଇଥିରେ କେତେ ସୁନ୍ଦର ଫୁଲ ଗୁଡିକ ପୁରା ତଳକୁ ଧରାପୃଷ୍ଠକୁ ପୁରା ଓହଳିକି ରହିଥାଏ। ସେଇଭଳି ଏଠାରେ ମଧ୍ୟ ଫୁଲ ମାନଙ୍କରେ ପୁରା ଧରଣୀରାଣୀ ପୁଷ୍ପରେ ପୁରା ଆଚ୍ଛାଦିତ ହେଇକି ରହିଛି, ଆଉ ସମସ୍ତଙ୍କ ମନକୁ ମୋହି ନଉଛି। ଆଉ ସ୍ୱଚ୍ଛ ନିର୍ମଳ ମଧ୍ୟ ଆକାଶ ଦେଖାଉଛି। ତେଣୁ କୁହାଯାଇଛି ମୃଦୁମଳୟ ବସନ୍ତ ସମୟରେ କଣ ହୁଏ ନା, ଆକାଶ ଯେମିତି ସ୍ୱଚ୍ଛ ଦେଖାଯାଏ, ସେଇଭଳି ଧରଣୀରାଣୀ ମଧ୍ୟ ସୁନ୍ଦର ଅନୁଭୂତ ହୋଇଥାଏ।
ଆଉ ଏ ପାଗ ଜଳବାୟୁ ତମେ ଜାଣିଲ ଯେ ପାଗ କଣ ଜଳବାୟୁ କଣ ଏଇ ଦିଟାକ ମନ ଭିତରେ ସବୁବେଳେ ଦ୍ୱନ୍ଦ୍ୱ ସୃଷ୍ଟି କରିଥାଏ। ତେଣୁ ଏହାର ପାର୍ଥକ୍ୟଟା ବୁଝିଯାଅ। ପାଗ କହିଲେ ସାଧାରଣତଃ ଗୋଟେ ସ୍ୱଳ୍ପ ସମୟର ଅବସ୍ଥା, ଏକ ସାମୟିକ ଅବସ୍ଥା, ଯାହାକି କିଛି ମୁହୂର୍ତ୍ତ ପାଇଁ ଆସେ ପୁଣି ଚାଲିଯାଏ। କିଛି ଦିନରେ, କିଛି ଘଣ୍ଟା ସମୟ, କିଛି ଘଣ୍ଟାରେ ଆସେ, ଯାହା ତମେ କେବେ କଳନା କରିନଥିବ, ଆସିଥିବ ପୁଣି ଚାଲିଯିବ। କିନ୍ତୁ ଜଳବାୟୁ ଗୋଟେ ଦୀର୍ଘ ସମୟର ଏକ ସ୍ଥିର ଧାରା, ଯାହାକୁ ଆମେ କେବେ ପରିବର୍ତ୍ତନ କରିପାରିବା ନାହିଁ। ତାହେଲେ ବର୍ତ୍ତମାନ ଦେଖ ପାର୍ଥକ୍ୟ ଆସିଲା। ପାଣିପାଗ କଣ, ଜଳବାୟୁ କଣ? ପାଣିପାଗ କହିଲେ ସାଧାରଣତଃ ବାୟୁମଣ୍ଡଳର ସ୍ୱଳ୍ପକାଳୀନ ଅବସ୍ଥାକୁ ବୁଝାଏ। ଦେଖ ଏବେ ଖରା ଅଛି ନା, ହଠାତ୍ ବର୍ଷା ଆସିଯିବ। ତୁମେ ଦେଖିନଥିବ ଆକାଶରେ ମେଘ କେଉଁଠାରୁ ଆସିଯିବ, ତମେ ଆଶ୍ଚର୍ଯ୍ୟ ହୋଇଯିବ, ଆରେ ଏତେ ଖରା ହଉଥିଲା, ବର୍ଷା କେଉଁଠାରୁ ଆସିଗଲା। ତ ଇଏ ହେଲା କିଛି ମିନିଟ ବା କିଛି ଘଣ୍ଟା ମଧ୍ୟରେ ପରିବର୍ତ୍ତନ ହୋଇଥାଏ। କିନ୍ତୁ ଜଳବାୟୁଟି ହେଲା ପାଣିପାଗର ଏକ ଦୀର୍ଘକାଳୀନ ଧାରା, ଯାହା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅନେକ ବର୍ଷର ହାରାହାରି ଅବସ୍ଥାରେ ପରିବର୍ତ୍ତନ ହୋଇଥାଏ। ତେଣୁ ଏହାକୁ ମଣିଷ ପରିବର୍ତ୍ତନ କରିପାରିବ ନାହିଁ। ତାହେଲେ କାହିଁକି ନା ପିଲେ ଏସବୁ କେବଳ ଏଇ ଯୋଉ ଜଳବାୟୁର ପରିବର୍ତ୍ତନ କେବଳ ଏଇ ଆମରି ମାନଙ୍କ ପାଇଁ, ଏ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ହିଁ ଜଳବାୟୁରେ ଦ୍ରୁତ ପରିବର୍ତ୍ତନ ଦେଖାଯାଉଛି। ଏଇଟା ହେଉଛି ବୈଜ୍ଞାନିକ ତଥ୍ୟ। ଏ ମୋର ମନର କଥା ନୁହେଁ କି ଆମ ମାନଙ୍କର କଥା ନୁହେଁ। ଏହାକୁ କେବଳ ସେମାନେ ନିରୀକ୍ଷଣ କରି ଜାଣିପାରିଛନ୍ତି ଯେ ପ୍ରକୃତରେ ଏଇ ମାନବ ସମାଜ ପରିବେଶକୁ ଏତେ ପ୍ରଦୂଷିତ କରିବାରେ ଲାଗିଛି, ଯାଦ୍ୱାରା ଜଳବାୟୁର ପରିବର୍ତ୍ତନର କାରଣ ପାଲଟି ଯାଇଛି। ତାହେଲେ ପିଲାମାନେ ଏଇ ପାଣିପାଗ ବିଷୟରେ ଜାଣିଲେ, ଜଳବାୟୁ ଜାଣିଲେ। ଏବେ ଆମେ ଜାଣିବା ଏ ଧରାପୃଷ୍ଠରେ ଏ ଦୁଇଟି ପରିବର୍ତ୍ତନ କେତେବେଳେ ହୁଏ ନା ଋତୁଚକ୍ରର ପରିବର୍ତ୍ତନ ଯେତେବେଳେ ଦେଖାଯାଉଛି, ତାର ପରିବର୍ତ୍ତନ କଣ ହଉଛି ଦେଖ। ଋତୁଚକ୍ର କହିଲେ ସାଧାରଣତଃ ତମେ କଣ ବୁଝିଛ ଯେ କହିପାରିବ? କହିଲୁ ଚିନ୍ମୟୀ, ଋତୁଚକ୍ର କଣ ଜାଣିଛୁ? ଜାଣିଛୁ? ଟିକେ ଟିକେ। ହଉ ଠିକ ଅଛି, ଆଉ ଆମେ ଏବେ ଜାଣିବା। ଋତୁଚକ୍ର କହିଲେ ପୃଥିବୀ ଯେତେବେଳେ ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମଣ କରୁଥାନ୍ତି, ସେତେବେଳେ ଋତୁର ପରିବର୍ତ୍ତନ ହୁଏ। ଆମେ ଯେମିତି କହୁଛେ ସକାଳ ହେଲା, ସନ୍ଧ୍ୟା ହେଲା, ରାତି ହେଲା, ସେଇଭଳି ଦିନ ପରେ ରାତି କେମିତି ପରିବର୍ତ୍ତନ ହଉଛି, ସେଇଭଳି ଋତୁର ପରିବର୍ତ୍ତନ ମଧ୍ୟ ହଉଛି। ଦେଖ ଆମର ଥିଲା ଉତ୍ତର ବସନ୍ତ ଥିଲା, ବର୍ତ୍ତମାନ ବସନ୍ତ ଋତୁରୁ ଆମେ ଆସୁଛେ ଉତ୍ତର ଗ୍ରୀଷ୍ମକୁ। ତ ଉତ୍ତର ବସନ୍ତରୁ ଉତ୍ତର ଗ୍ରୀଷ୍ମ କେତେବେଳେ ହେଲା ନା 21 ମାର୍ଚ୍ଚ ପରଠାରୁ ଆସିଲା 21 ଜୁନକୁ। ତ ସେତେବେଳେ ପିଲେ ତମେ ଜାଣିଛ, କହିପାରିବ 21 ମାର୍ଚ୍ଚ ଆଉ 21 ଜୁନ ଭିତରେ କଣ ପାର୍ଥକ୍ୟ? ଜାଣିନ ନା? ହଉ ଦେଖ, 21 ଜୁନ ହଉଛି ବର୍ଷର ସବୁଠାରୁ ବଡ ଦିନ, ଲମ୍ବା ଦିନ। ଏଟାକୁ ମନେ ରଖିବ। ଯିଏ ପଚାରିଦେବେ କେବେ ହେଲେ ଯେମିତି ଭୁଲ ତଥ୍ୟ ନ ଦିଅ। 21 ଜୁନ ଅୟନାନ୍ତ ଲେଖିଛି, ଦେଖ ଅୟନାନ୍ତ ହେଲା ସବୁଠାରୁ ଲମ୍ବା ଦିନ। ତାର 21 ଜୁନଟା ହେଲା ସବୁଠାରୁ ଲମ୍ବା ଦିନ। 21 ଜୁନ ଉତ୍ତର ଗ୍ରୀଷ୍ମ ପରେ ଦକ୍ଷିଣ ଶୀତ ଆସିଲା, ଦକ୍ଷିଣ ଶୀତ ପରେ ଆମର ଦକ୍ଷିଣ ବସନ୍ତକୁ ପୁଣି ଗଲା। 23 ସେପ୍ଟେମ୍ବରରୁ ବିଷୁବକୁ ଆମେ ଅତିକ୍ରାନ୍ତ କଲେ। ଓ ତାପରେ ଆସିଲା 22 ଡିସେମ୍ବର। ସେଇଭଳି 22 ଡିସେମ୍ବର ହଉଛି ଗୋଟେ ଛୋଟ ଦିନ। ହଁ, ଯେମିତି 21 ଜୁନ ହେଲା ବଡ ଦିନ, ଇଏ ହେଲା 22 ଡିସେମ୍ବର ହେଲା ଛୋଟ ଦିନ। ଏବଂ ଏଇ ଯୋଉ 23 ଡିସେମ୍ବର, 21 ମାର୍ଚ୍ଚରୁ 23 ଡିସେମ୍ବର ମନେ ରଖିଥାଅ। 21 ମାର୍ଚ୍ଚରୁ 23 ଡିସେମ୍ବର ଆମର ପ୍ରାୟ ସମାନ 12 ଘଣ୍ଟା ଦିନ ଓ ରାତି ହୋଇଥାଏ। ତେଣୁ ଜୁନ ହେଲା ଲମ୍ବା ଦିନ, 22 ଡିସେମ୍ବର ହେଲା ଛୋଟ ଦିନ, ତାପରେ 23 ଠାରୁ ସେ ଆସିଲା ପୁଣି ବଡ ସମାନ ସମାନ ହେଇଗଲେ। ତ 22 ଡିସେମ୍ବରରୁ ପୁଣି ଆସିଲେ 21 ମାର୍ଚ୍ଚ। ଆମର ଏମିତି ଋତୁର ପରିବର୍ତ୍ତନ ହେଉଛି, ଋତୁଚକ୍ରର ପରିବର୍ତ୍ତନ ଦେଖାଯାଇଛି। ତ ସେଇ ଋତୁଚକ୍ର ପରିବର୍ତ୍ତନରେ ଭାରତରେ କେତୋଟି ଋତୁ ଆମେ ଅନୁଭୂତ କରୁ ନା 6 ଗୋଟି ଋତୁ ହୁଏ। କଣ କଣ ଜାଣିଛ? ଗ୍ରୀଷ୍ମ ଜାଣିଛ ତମାନେ? କହିଲ ଟିକେ। ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ। ଆରେ ଭେରି ଗୁଡ, ସମସ୍ତେ ତାହେଲେ ଜାଣିଛ। ତାହେଲେ ଓଡିଶାର ଋତୁଚକ୍ର ଉପରେ ତମେ କହିପାରିବ ବର୍ତ୍ତମାନ ଆମେ କେତେଟା ଋତୁ ଅନୁଭୂତ ହୁଏ ବା ଅନୁଭବ କରୁ? ଗ୍ରୀଷ୍ମ ଋତୁ, ବର୍ଷା ଋତୁ, ଶରତ ଋତୁ, ଶୀତ ଋତୁ। ତାହେଲେ ଗ୍ରୀଷ୍ମ ଋତୁରେ ଦେଖିଲ କେମିତି ସମସ୍ତେ ପଥିକ ଭାଇମାନେ ରାସ୍ତାରେ ଗଲାବେଳେ ପଥ କ୍ଲାନ୍ତ ହୋଇ ଗଛ ମୂଳେ ବସି ନିଜର କ୍ଲାନ୍ତ ଦୂରୀଭୂତ କରୁଛନ୍ତି। ତାପରେ ବର୍ଷା ଋତୁ ଆଗମନ ହେଲେ ବା ଧରଣୀ ରାଣୀ ଶସ୍ୟ ଶ୍ୟାମଳା ହେଇଯାଇଛି, ଲୋକମାନେ ଛତା ନେଇକି ମଧ୍ୟ କୃଷକ ବନ୍ଧୁମାନେ କାମ କରିବାକୁ ଯାଉଛନ୍ତି। ଆଉ ଶରତ ଋତୁରେ ଆମେ ଜାଣିଛେ ଶାରଦୀୟ ଦୁର୍ଗା ପୂଜା ହୁଏ, କାଶତଣ୍ଡି ଫୁଲ ଦେଖାଯାଏ। ଆଉ ଶରତ କାଳରେ ମା ଦୁର୍ଗାଙ୍କର ଆବିର୍ଭୂତ ହେବାରୁ ଆକାଶ ମଧ୍ୟ ନିର୍ମଳ ଦେଖାଯାଏ, ଆଉ ସ୍ୱଚ୍ଛ ପରିବେଶ ମଧ୍ୟ ଦେଖାଯାଏ। ତାପରେ ପରେ ଶୀତର ଆଗମନ ହୋଇଥାଏ। ଶୀତ ଆଗମନ ହେଲେ କଣ ହୁଏ? ଗାଁ ଗହଳିରେ ଦେଖ ଲୋକମାନେ କେମିତି କାଠ ଜାଳିକି ନିଆଁ ପୁଉଁଛନ୍ତି, ମାଟି ଆମର କାଠ ବିଡା ନେଇ ଘରକୁ ଫେରୁଛନ୍ତି। ଶୀତ ହେଲେ ମଧ୍ୟ ସେମାନେ ତାଙ୍କ କାମ ବନ୍ଦ କରି ନଥାନ୍ତି। ତେଣୁ ଆମେ କଷ୍ଟ ପାଇ
ଖଇବା ଖରାରେ କାମ କରିବାନି, ଶୀତରେ କାମ କରିବାନି, ଏଇଭଳି ମନରେ ଭାବନା ରଖିବା ନାହିଁ। ପିଲାମାନେ, ଏଇ ଋତୁ ପରିବର୍ତ୍ତନ ସମୟରେ ଆମର ପାଣିପାଗ ଆଉ ଜଳବାୟୁର କିଭଳି ପ୍ରଭାବ ପକାଉଛି ଦେଖିବା। ଓଡ଼ିଶାର ପରିବେଶ ଉପରେ ପାଣିପାଗ, ଋତୁ ଏବଂ ଜଳବାୟୁର କଣ ସବୁ ପ୍ରଭାବ ପଡ଼ିଛି ଦେଖିବା। ବର୍ଷା ଏବଂ ମୌସୁମୀ ଆସିଲେ କଣ ହୁଏ? ତାକୁ ଇଂଲିଶରେ କଣ କୁହାଯାଏ ଜାଣିଛ? ମନସୁନ ବା ରେନି ସିଜିନ ବୋଲି ଆମେ କହୁ ନା। ଭଲ ଫସଲ ଉତ୍ପାଦନ ହୁଏ, ମୃତ୍ତିକା ସଂରକ୍ଷଣ ହୁଏ, ଜଳ ସମ୍ପଦ ବୃଦ୍ଧି ମଧ୍ୟ ହୁଏ। ବର୍ଷା ଅତ୍ୟଧିକ ହେଇଗଲେ କଣ ହୁଏ ପିଲାମାନେ ଜାଣିଛ ତମେ? ବାତ୍ୟା ଏବଂ ବନ୍ୟା ଦେଖାଯାଏ। ବନ୍ୟା ହେଇଗଲେ କଣ ହୁଏ? ନା ସମୁଦ୍ର କୂଳିଆ ଅଞ୍ଚଳରେ ବହୁତ କ୍ଷତି ହୋଇଥାଏ। ଜୀବଜନ୍ତୁ ନଷ୍ଟ ହୁଅନ୍ତି, ଘରଦ୍ୱାର ଭାଙ୍ଗିଯାଏ, ନଈ କୂଳ ସବୁ ନଈରୁ ପଟୁ ମାଟି ଧୋଇ ଆସି ନଈରେ ମିଶିଯାଏ। ସବୁ ମାଟିର ଉର୍ବରତା ମଧ୍ୟ କଣ ହୁଏ? କମି ଯାଇଥାଏ। ଏବଂ ସମୁଦ୍ର ପତନ ଯେତେବେଳେ ଅଧିକ ହୋଇଯାଏ, ସମୁଦ୍ର ପତନ ବୃଦ୍ଧି ହେଲେ କଣ ହୁଏ? ବୃଦ୍ଧି ଏବଂ ଲୁଣିଆ ଜଳ ଚାଷ ଜମିରେ ଆସି ମିଶିଯାଏ ଏବଂ ଚାଷ ଜମିର ମାଟି ମଧ୍ୟ ସବୁ ଲୁଣିଆ ହେଇଯାଏ। ପାନୀୟ ଜଳର ଅଭାବ ଦେଖାଯାଏ ଆଉ କ୍ଷୀର ବ୍ୟବସାୟ ଉପରେ ମଧ୍ୟ ତାହାର ପ୍ରଭାବ ପଡ଼େ। କାହିଁକି ନା ସେମାନେ ଯେଉଁ ଜଳ ଆମେ ସାଧାରଣତଃ ପାନୀୟ ଜଳ ବ୍ୟବହାର ଗାଁ ଗହଳିରେ କରିଥାନ୍ତି, କୂଅ, ପୋଖରୀ, ନଦୀରୁ ମଧ୍ୟ ଝରଣାରୁ ମଧ୍ୟ ଆଣିଥାନ୍ତି। କିନ୍ତୁ ଏ ଯେତେବେଳେ ବାତ୍ୟା ବନ୍ୟା ହେଇଯାଏ, ସବୁ ଦୂଷିତ ଜଳ ଆସି ମିଶିଯାଆନ୍ତି। ତେଣୁ ଜଳ ମଧ୍ୟ ସବୁ ପ୍ରଦୂଷିତ ହୋଇଯାଇଥାଏ। ଏବଂ ଆମେ ଏଇ ବନ୍ୟା ବାତ୍ୟା ପୂର୍ବରୁ ସାଧାରଣତଃ କଣ ହେଇଥାଏ ନା, ଏବେ ତ ଗ୍ରୀଷ୍ମ ଋତୁ ଆମେ ଅନୁଭବ କରୁଛେ, ତ ଖରା ଗ୍ରୀଷ୍ମରେ କଣ ହଉଥିଲା? ସବୁ ଜଳାଶୟ ଗୁଡ଼ିକ ଶୁଖି ଯାଉଥିଲା, ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ଥିଲା, ଗରମ ପବନ ପ୍ରବାହିତ ହଉଥିଲା, ଲୋକମାନେ ବହୁତ ଦୂରକୁ ଯାଇ ପାଣି ମଧ୍ୟ ସଂଗ୍ରହ କରୁଥିଲେ। ତେଣୁ ଏଇ ପରିବେଶର ସୁରକ୍ଷା ପାଇଁ ସଚେତନ ନିହାତି ଆବଶ୍ୟକ। ଆଉ ସଚେତନତାର ମୁଖ୍ୟ କାରଣ ହଉଛି ଆମେମାନେ। ଆମେ ଯେତେ ସଚେତନ ନିଜକୁ କରିବା, ସେତେ ଆମ ପରିବେଶ ସୁନ୍ଦର ହୋଇପାରିବ। ତେଣୁ ସବୁବେଳେ ଚେଷ୍ଟା କରିବା ନିଜ ପରିବେଶକୁ ସୁସ୍ଥ ରଖିବା ପାଇଁ। ଆମେ ଜାଣିଛେ ଯୋଉ ବର୍ଷକ 12 ମାସ 6 ଋତୁର ନାମ ଜାଣିଛେ, ତାକୁ ଗୀତ ମାଧ୍ୟମରେ ମୁଁ କହିଦଉଛି, ତାକୁ ଶୁଣିଦବ, ଘରେ ମନେ ରଖିବ। ଗ୍ରୀଷ୍ମେ ବୈଶାଖ ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୌଦ୍ର ପରକାଶ, ବର୍ଷାରେ ଆଷାଢ଼ ଶ୍ରାବଣ, ମେଘ ବରଷେ ଘନ ଘନ, ଭାଦ୍ର ଆଶ୍ୱିନ ଶରତରେ, ନିର୍ମଳ ଶୋଭା ଜଗତରେ, ହିମେ କାର୍ତ୍ତିକ ମାର୍ଗଶିର, ରାତିରେ ପଡ଼ଇ ଶିଶିର, ଶୀତରେ ପୌଷ ମାଘ ମାସ, ଦେହରେ ରଖ ଶୀତ ବାସ, ଫାଲ୍ଗୁନ ଚୈତ୍ର ବସନ୍ତରେ, ମୃଦୁମଳୟ ମନୋହରେ। ପିଲାମାନେ, ଏଇଟା କବିତା ଆକାରରେ ମନେ ରଖିଲେ କଣ କି, ତୁମେ ମାସ ସହିତ ଋତୁର ନାଁ ଜାଣିଦବ ଆଉ ସୁନ୍ଦର ଭାବରେ ମନେ ବି ରହିଯିବ। ଆଉ ୟାର ଏଇ କବି କିଏ ଜାଣିଛ ତ? ଭକ୍ତ କବି ମଧୁସୂଦନ ରାଓ, ଯିଏକି ଆମର ଓଡ଼ିଆ ଭାଷାର ମଧ୍ୟ ଗର୍ବ ଓ ଗୌରବ। ତେଣୁ ତାଙ୍କର ନାଁ ମନେ ରଖିବା ସହିତ ଏଇ କବିତାଟିକୁ ମନେ ରଖିବା। ପୁନଶ୍ଚ ତୁମକୁ ଚିତ୍ର ମାଧ୍ୟମରେ ଏଇ 6 ଋତୁର କଥା ଦେଖେଇ ଦଉଛି, ଦେଖ। ଓଡ଼ିଶାର 6 ଋତୁ ରହିଛି: ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ ଆଉ ଶୀତ, ବସନ୍ତ। ଗ୍ରୀଷ୍ମ ଋତୁରେ ଦେଖ, ମୁଁ ଯୋଉ ଗୀତଟା କବିତା ଆକାରରେ ଗାଇଲି, ତାର ସେ ଗଦ୍ୟ ଆକାରରେ ଲିଖିତ ଆକାରରେ ରଖାଯାଇଛି। ବୈଶାଖ ଜ୍ୟେଷ୍ଠ ମାସରେ ଗ୍ରୀଷ୍ମ ଋତୁ ଅନୁଭୂତ ହୁଏ। ଆଉ ଆଷାଢ଼ ଶ୍ରାବଣ ମାସକୁ ବର୍ଷା ଋତୁ କୁହାଯାଏ। ଶରତ ହେଲା ଭାଦ୍ରବ ଆଶ୍ୱିନ ମାସରେ ଶରତ ଋତୁ ହୁଏ। ହେମନ୍ତ ହେଲା କାର୍ତ୍ତିକ ମାର୍ଗଶିର ମାସରେ। ଶୀତ ହେଲା ପୌଷ ଓ ମାଘ ମାସରେ। ବସନ୍ତ ହେଲା ଫାଲ୍ଗୁନ ଓ ଚୈତ୍ର ମାସରେ। ତେଣୁ ତୁମେ ଗୀତ ଆକାରରେ ଶୁଣିଲ, ଗଦ୍ୟ ଆକାରରେ ଶୁଣିଲ, ଏ ଋତୁମାନଙ୍କରେ କଣ ସବୁ ଆମର ଓଡ଼ିଶାର ଜୀବନଧାରା ପ୍ରଭାବିତ ହୋଇଛି ତାକୁ ଦେଖିବା। ବର୍ତ୍ତମାନ ଦେଖିଲ, କେଉଁ ଋତୁରେ କଣ ହୁଏ? ଧାନ ହୁଏ ଜାଣିଛ? ହଁ, ମକା, ସୋୟାବିନ, ଆଖୁ, ଚିନାବାଦାମ, କପା। କିନ୍ତୁ କୋଉ ଋତୁରେ କଣ ହୁଏ ଜାଣିଛ? ଧାନ ସାଧାରଣତଃ ଶୀତ ଋତୁରେ, ମକା ଆମର କୋଉ ଋତୁରେ? ହେମନ୍ତ ଋତୁରେ, ସୋୟାବିନ ବର୍ଷା, ଆଖୁ ବି ବର୍ଷା ଋତୁରେ ହୁଏ, ଚିନାବାଦାମ ଉଭୟ ରବି ଫସଲ ଆଉ ଖରିଫ ଫସଲ, ତେଣୁ ଶୀତ ଋତୁ ଗ୍ରୀଷ୍ମ ଋତୁ ଉଭୟରେ ହୁଏ। କପା ଆମର ଶୀତ ଋତୁରେ ହୁଏ। ତେଣୁ ସବୁ ଋତୁ ସହିତ ତମକୁ ଟିକେ ଜାଣିବାକୁ ପଡିବ କୋଉ ଋତୁରେ କୋଉ କୃଷି ଶସ୍ୟ ଅମଳ ହୁଏ। ଆମେ ବର୍ତ୍ତମାନ ଦେଖିବା ଆମର ଏ ଯୋଉ ଋତୁ ଅନୁସାରେ ଦେଖିଲେ, କୃଷି ଉପରେ ଦେଖିଲେ, ଋତୁ ଅନୁସାରେ କଣ ଚାଷ କରାଯାଉଛି ଦେଖୁଛେ। ଏବେ ଋତୁ ଅନୁସାରେ ଆମେ ଓଡ଼ିଶାରେ ସାଧାରଣତଃ କଣ ଖାଦ୍ୟ ଖାଉ, କଣ ପୋଷାକ ପରିଧାନ କରୁ, ତା ବିଷୟରେ ବି ଜାଣିବା। ତମେ ସମସ୍ତେ ଜାଣିଥିବ, ଆମେ ସମସ୍ତେ ଓଡ଼ିଆ, ଆମ ଖାଦ୍ୟ ବଢିଆ, ଆମ ଭାଷା ବି ବଢିଆ। ତେଣୁ ଦେଖିଲ ପିଲେ, ଏ ଗ୍ରୀଷ୍ମ ଋତୁରେ ଆମେ କୋଉ ଜିନିଷ ଖାଇବା ପାଇଁ ବେଶୀ ଭଲ ପାଉ? ଆରେ ମୋର ସବୁ ପିଲାମାନେ କହିଲେଣି ପଖାଳ। ଏବେ ପଖାଳ ଦିବସ ଯାଇଥିଲା ନା ପିଲାମାନେ? ହଁ, ପଖାଳକୁ ମାଛ ଭଜା, ମାଛ ଭଜା ସହିତ ବଢିଆ ନାଇଁ? ହଉ, ତାହେଲେ ସାଧାରଣତଃ ଗ୍ରୀଷ୍ମ ଋତୁରେ ପଖାଳ ଖାଇବା ପାଇଁ ସମସ୍ତେ ଭଲ ପାଆନ୍ତି। ଦହି ପଣା ପିଅନ୍ତି, କିଏ ତୋରାଣି ପିଇବାକୁ ଭଲ ପାଏ, ନୁହେଁ? ତ ବିଭିନ୍ନ ପ୍ରକାରର ଆମେ ଭଜା ଭଜି କରି ପଖାଳ ଖାଉ। ବର୍ଷା ଋତୁରେ କଣ ହୁଏ
ନା ସାଧାରଣତଃ ରୁଟି, ଡାଲମା, ଗରମ ଭାତ ଖାଇବାକୁ ଭଲ ପାଆନ୍ତି, ଖେଚୁଡ଼ି ଖାଇବାକୁ ଭଲ ପାଆନ୍ତି, ବିଭିନ୍ନ ପ୍ରକାର ପିଠାପଣା ମଧ୍ୟ ହୁଏ। ଶୀତ ଋତୁରେ କ'ଣ ହୁଏ ଜାଣିଥିବ, ଶୀତ ଋତୁରେ ଆମର ପ୍ରଥମାଷ୍ଟମୀ ପଡ଼େ, ଆଉ ମାଣବସା ହୁଏ, ତେଣୁ ବିଭିନ୍ନ ପ୍ରକାର ପିଠାପଣା ଘରେ ହୁଏ। ଏଣ୍ଡୁରି ପିଠା, ମଣ୍ଡା ପିଠା, ମକର ଚାଉଳ ମକର ସଂକ୍ରାନ୍ତିରେ ହୁଏ। ତେଣୁ ବିଭିନ୍ନ ପ୍ରକାର ଆମେ ଖାଦ୍ୟ ଜାଣିଲେ। ତାପରେ ପୋଷାକ, ଆମର ଶୀତ ବିଭିନ୍ନ ପ୍ରକାର ଋତୁରେ ବିଭିନ୍ନ ପୋଷାକ ମଧ୍ୟ ଆମେ ପିନ୍ଧୁଛେ। ଦେଖିଲ, ଖରାଦିନେ ସାଧାରଣତଃ ଜୋତା ନ ପିନ୍ଧିକି କେହି କେହି ଭଲ ପାଆନ୍ତି ହାଫସୁ କପଡ଼ାର ପିନ୍ଧିବା ପାଇଁ, ସ୍ଲିପର ପିନ୍ଧିବାକୁ, ଛୋଟ ଛୋଟ ପ୍ୟାଣ୍ଟ ଗଞ୍ଜି ପିନ୍ଧିବାକୁ ଭଲ ପାଆନ୍ତି। ଆଉ ଶୀତ ଦିନେ ଆମେ ପୁରା ଫୁଲ ପୋଷାକ ପିନ୍ଧିବାକୁ ଭଲ ପାଉ ନା, ଏମିତି ଉଲନର। ତ ଉଲନ ପୋଷାକ ପିନ୍ଧିବାକୁ କାହିଁକି ନା ଶୀତରୁ ରକ୍ଷା ପାଇବା ପାଇଁ ଆମେ ବ୍ୟବହାର କରୁ। ଆଉ ବର୍ଷା ଦିନେ ରେନିକୋଟ, ଛତା, ଜୋତା ଏଭଳି ପୋଷାକ ମଧ୍ୟ ଆମେ ପରିଧାନ କରୁ। ତେଣୁ ତୁମେମାନେ ମଧ୍ୟ ସବୁବେଳେ ବାହାରକୁ ଗଲାବେଳେ କରୁଛ। ଏବେ ଦେଖିବା ଋତୁ ଅନୁସାରେ ଆମର ଓଡ଼ିଶାରେ କେଉଁ କେଉଁ ପର୍ବ ଆମେ ପାଳନ କରୁଛେ। ସମସ୍ତେ ଜାଣିଛ, ତୁମେମାନେ ବହୁତ ଏନ୍ଜୟ ବି କରୁଛ। ଗ୍ରୀଷ୍ମ ଋତୁରେ ଆସିଥିଲା କ'ଣ, ଏବେ ଆମେ ପାଳନ କରିବା ଏଇ ଏପ୍ରିଲ ମାସରେ ଆସିବ ପଣା ସଂକ୍ରାନ୍ତି, ଅକ୍ଷୟ ତୃତୀୟା, ରଜ ପର୍ବ। ବର୍ଷା ଋତୁରେ ରଥଯାତ୍ରା, ରକ୍ଷାବନ୍ଧନ, ଶରତ ଋତୁରେ ଜନ୍ମାଷ୍ଟମୀ, ମା ଦୁର୍ଗାଙ୍କର ପୂଜା, କୁମାର ପୂର୍ଣ୍ଣିମା। ହେମନ୍ତରେ ଆସିବ ଦୀପାବଳି, ବୋଇତ ବନ୍ଦାଣ, ମାର୍ଗଶିର ମାସର ଗୁରୁବାର ସବୁ। ଶୀତ ଋତୁରେ ଆସିବ ଶାମ୍ବର ଦଶମୀ, ବସନ୍ତ ପଞ୍ଚମୀ, ଯୋଉଟାକୁ ଆମେ କ'ଣ କହୁଛେ, ଶ୍ରୀ ପଞ୍ଚମୀ କହୁଛେ ବା ସରସ୍ୱତୀ ପୂଜା କହୁଛେ। ବସନ୍ତରେ ଦୋଳ ପୂର୍ଣ୍ଣିମା, ହୋଲି, ରାମନବମୀ। ଦେଖ, ତମ ପାଇଁ ସବୁ ଚିତ୍ର ଗୁଡ଼ିକ ରହିଛି, ତମେ ତାକୁ ବି ଅନୁଭବ କରିପାରିବ। ମାଙ୍କର ପୂଜା କେତେ ଆନନ୍ଦରେ ଆମେ ସବୁ ପାଳନ କରୁଛେ। ଦୀପାବଳି ଦୀପମାନଙ୍କର ଆବଳି, ଦୀପମାନଙ୍କର ସମୂହକୁ କୁହାଯାଏ। ତ ବିଭିନ୍ନ ପର୍ବପର୍ବାଣି ଆମେ ଓଡ଼ିଶାରେ ପାଳନ କରୁଛେ ଆଉ ମଜା ବି ନେଉଛେ। ଏଇ ଋତୁ ଅନୁସାରେ ବିଭିନ୍ନ ପ୍ରକାର ପରିବର୍ତ୍ତନ ମଧ୍ୟ ଆମ ଧରଣୀ ରାଣୀରେ ଦେଖାଯାଇଥାଏ। ଖାଲି ପର୍ବପର୍ବାଣି ନୁହଁ, ଖାଲି ଖାଦ୍ୟ ପୋଷାକ ଆଉ ଏସବୁକୁ ଆମେ ଗୁରୁତ୍ୱ ଦେଉଛେ ତାହା ନୁହେଁ। ଧରଣୀ ରାଣୀର ମଧ୍ୟ କିଛି ପ୍ରକୃତିର ପରିବର୍ତ୍ତନ ମଧ୍ୟ ଦେଖାଯାଉଛି। ଯେମିତି ବସନ୍ତ ଋତୁରେ କହୁଥିଲି ପୂର୍ବରୁ, ବସନ୍ତ ଋତୁରେ ପୁରା ଧରାପୃଷ୍ଠରେ ସମସ୍ତ ଗଛରେ ପୁରା ପୁଷ୍ପମୟ ହେଇଯାଏ। ତ ବସନ୍ତରେ ବିଭିନ୍ନ ରଙ୍ଗର ଫୁଲ ଫୁଟିଥାଏ। ଆଉ ଶରତ ହେମନ୍ତ ଋତୁରେ ପ୍ରାୟ ଗଛ ଗୁଡ଼ିକ ପତ୍ର ଝଡ଼ା ଦିଅନ୍ତି। ଅନେକ ଗଛ, ପ୍ରାୟ ନୁହେଁ, ପ୍ରାୟ ଅନେକ ଗଛ କହିଲେ ଚଳିବ, ପତ୍ର ଝଡ଼ା ଦିଅନ୍ତି ଏବଂ ଟିକେ ଟିକେ ଗ୍ରୀଷ୍ମ ସରି ଆସିଲା ପରେ ସେମାନଙ୍କର ନବପଲ୍ଲବିତ ହୋଇଥାଏ। ଆଉ ଶୀତ ଦିନେ ମଧ୍ୟ କେତେକ ପ୍ରାଣୀଙ୍କ ଦେହରେ ଲୋମ ସୃଷ୍ଟି ହୋଇଥାଏ, ଯଦ୍ୱାରା ସେମାନଙ୍କୁ ଶୀତରୁ ରକ୍ଷା କରିଥାଏ। ତ ଏଇଭଳି ଋତୁ ବିଷୟରେ ଆମେ ଜାଣିବା। ଆଉ ଋତୁ ବିଷୟରେ ଜାଣିବା ପରେ ଆମେ ଆମର ବିଭିନ୍ନ ପ୍ରକାରର ଯେଉଁ ପାଣିପାଗ, ଋତୁ, ଜଳବାୟୁ ପଢ଼ିଲେ ତାକୁ ନେଇକି ଆମେ କିଛି ପ୍ରଶ୍ନ ଆଜି ରଖିବା। ତମେ କ'ଣ ସବୁ ଶୁଣିଲ ଏତେ ସମୟ ଧରି, ମୁଁ ଆଜି ତମ ପାଇଁ କିଛି ପ୍ରଶ୍ନ ରଖୁଛି। ଶୀତ ପାଗ କହିଲେ ତୁମେ କ'ଣ ବୁଝୁଛ? ଏ କ ବିଭାଗରେ ମୁଁ କିଛି ପ୍ରଶ୍ନ ରଖୁଛି, ଖ ବିଭାଗରେ କିଛି ଚିତ୍ର ଦେଉଛି, ତୁମେ ତାକୁ ବର୍ତ୍ତମାନ ମିଳେଇବ। ଶୀତ ପାଗରେ ଦେଖିଲ କେଉଁ ଚିତ୍ରଟି ତମେ ଅନୁଭବ କରୁଛ? ଶୀତ ପାଗ କହିଲେ, ଆରେ ତମ ଗାଁରେ ବି ନିଆଁ ପୁଅନ୍ତି ନା? ହଁ, କାଠ ଜାଳିକି ନିଆଁ ପୁଅନ୍ତି, ଦେଖିଲ। ତାହେଲେ ଶୀତ ପାଗରେ ନିଆଁ ପୁଅନ୍ତି ନା। ଆଉ ଖରା ପାଗରେ ସୂର୍ଯ୍ୟଙ୍କ କିରଣ ଚାରିଆଡେ ପଡିଥାଏ। ଆରେ ତମେ ତ ବଢିଆ ଉତ୍ତର ଦଉଛ। ବର୍ଷା ପାଗ ତ ତମେ ଅନୁଭବ କରିପାରୁଥିବ ଆଉ। ମା ପୁଅ କ'ଣ ନେଇକି ଆସୁଛନ୍ତି? ଛତା ନେଇକି ଆସୁଛନ୍ତି। ହଁ, ଆରେ ଗୁଡ୍, ସମସ୍ତେ ବଢିଆ ଉତ୍ତର ଦଉଛ ଆଉ। ତାହେଲେ ତମେ ମାନେ ସମସ୍ତେ ନିଆଁ ପୁଅ ନା ଘରେ, ଗାଁ ମାନଙ୍କରେ ଶୀତ ଋତୁ ସମୟରେ? ହଁ। ଖରାଦିନେ ପିଲେ ସବୁ କ'ଣ ଅନୁଭବ କର? ଗଛ ମୂଳରେ ଆମ୍ବ ପଡିଥାଏ। ହଉ, ଠିକ ଅଛି। ଆଜି ଯେଉଁ ଯେଉଁ ବିଷୟ ଆମେ ପଢିଲେ ତାକୁ ଟିକେ ମନେ ପକେଇଦେବା। ତାପରେ ଆସନ୍ତା କାଳାଂଶରେ ଆହୁରି ଅଧିକ ଏ ବିଷୟରେ ଆମେ ଜାଣିବା। ହଉ, ଠିକ ଅଛି। ତାହେଲେ ପାଗ ବିଷୟରେ ଆମେ ଜାଣିଲେ। ପାଗ କ'ଣ? ପାଗ ଆଉ ଜଳବାୟୁ ଭିତରେ ପାର୍ଥକ୍ୟ କ'ଣ ଜାଣିଲେ। ପାଗ ବା ପାଣିପାଗ ଯାହାକୁ କୁହାଯାଏ, ହେଲା। ଆଉ ଋତୁ ପରିବର୍ତ୍ତନ ଜାଣିଲେ। ପୃଥିବୀ ପୃଷ୍ଠରେ ଋତୁ ପରିବର୍ତ୍ତନ, ଭାରତ ବର୍ଷରେ ଏବଂ ଓଡ଼ିଶାରେ ଋତୁ ପରିବର୍ତ୍ତନ ଯୋଗୁଁ ଜଳବାୟୁର ପରିବର୍ତ୍ତନ କିପରି ହୋଇଛି, ତା ଯୋଗୁଁ ଆମର କ'ଣ ହେଇଥିଲା ନା, ଯେଉଁ ସବୁ ଋତୁ ଚକ୍ର ପରିବର୍ତ୍ତନ ଅନୁସାରେ ଖାଦ୍ୟ, ପୋଷାକ, ପର୍ବପର୍ବାଣୀ ବିଭିନ୍ନ ପ୍ରକାରର ଆମେ ଯାହା ସବୁ ଓଡ଼ିଶାରେ କରୁଛେ ତା ବିଷୟରେ ଜାଣିଲେ। ଏସବୁ ପର୍ବପର୍ବାଣୀ ସହିତ ତମେ ଋତୁଚକ୍ରର ମଧ୍ୟ କ'ଣ କଲ, କବିତାଟିକୁ ମଧ୍ୟ ମନେ ରଖିଲ, ଯାହାକି ଆମର ଭକ୍ତ କବି ମଧୁସୂଦନ ରାଓ ରଖିଥିଲେ। ତାଙ୍କୁ ଭୁଲିବା ନାହିଁ, ସେ ହେଲେ ଆମ ଉତ୍କଳର ଗୋଟେ ଗର୍ବ ଏବଂ ଗୌରବ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।